ଭିଓ ନିୟମିତ ବୈଠକରେ ରସିଦ ଏଣ୍ଟ୍ରି କରିସାରିଛି। ଆପଣ ଏଠାରେ ମୋଟ ଦେଖିପାରିବେ। ଭିଓ ଏବେ ପେମେଣ୍ଟ ଏଣ୍ଟ୍ରି କରିବାକୁ ଯାଉଛି। ପ୍ରଥମ ବିକଳ୍ପ ହେଉଛି ଭିଓ ରୁଏସ୍ଏଚ୍ଜି। ଭିଓ ରୁଏସ୍ଏଚ୍ଜିକୁ କେଉଁ ଦେୟ ଦିଆଯାଇପାରିବ? ଚାଲ କ୍ଲିକ୍ କରିବା। ସର୍ବପ୍ରଥମେ ଆପଣଙ୍କୁ ଏସ୍ଏଚ୍ଜିର ନାମ ଦେଖାଯିବ। ଯେତେବେଳେ ଆମେ ନଗଦ କିମ୍ବା ବ୍ୟାଙ୍କରେ ଦେୟ ଗ୍ରହଣ କରୁ କିମ୍ବା କରୁ, ଆମର ନଗଦ ବାଲାନ୍ସ ଏବଂ ବ୍ୟାଙ୍କ ବାଲାନ୍ସ ହ୍ରାସ ଏବଂ ବୃଦ୍ଧି ପାଇବ। ତୁମେ ଏହାକୁ ମନେ ରଖିବା ଉଚିତ। ଏଠାରେ ଆମେ ଆରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଚୟନ କରିଛୁ। ପ୍ରଥମେ ଋଣ ଅନୁରୋଧ, ଋଣ ବଣ୍ଟନ ଏବଂ ଅନ୍ୟାନ୍ୟ ଦେୟ ଆସେ। ଆସନ୍ତୁ ଋଣ ଅନୁରୋଧ ଚୟନ କରିବା। ଆମେ ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରିବା। ପ୍ରସ୍ତାବିତ ପରିମାଣ। ସେମାନେ କେତେ ଦାବି କରୁଛନ୍ତି? 1000 ଟଙ୍କା। ଋଣ ଅବଧି 20 ମାସ ପର୍ଯ୍ୟନ୍ତ ବୈଧ। ଅନୁରୋଧ। ଏହି ଅନୁରୋଧ କେତେ ପର୍ଯ୍ୟନ୍ତ ବୈଧ ରହିବ? ଅନୁରୋଧଗୁଡ଼ିକ ଜୁଲାଇ ପର୍ଯ୍ୟନ୍ତ ବୈଧ ବୋଲି ବିବେଚନା କରାଯାଏ। ଆମେ ତଥ୍ୟ ସଂରକ୍ଷଣ କରିବୁ। ଏହିପରି ଭାବରେ ଅନୁରୋଧ ସୃଷ୍ଟି ହେବ। ଅନୁରୋଧ ମଞ୍ଜୁର ହେବା ପରେ ହିଁ ଆପଣ ଋଣ ପ୍ରଦାନ କରିପାରିବେ। ଯେତେବେଳେ ଆପଣ ଋଣ ବଣ୍ଟନ ଟ୍ୟାବ୍ ଉପରେ କ୍ଲିକ୍ କରିବେ, ଆପଣ କରିଥିବା ଅନୁରୋଧ ଦେଖିବେ। ଆପଣ ସମ୍ପାଦନ ବଟନ୍ ଉପରେ କ୍ଲିକ୍ କରି ଏବଂ ପାଣ୍ଠି ଉତ୍ସ ଚୟନ କରି ଋଣ ପ୍ରଦାନ କରିପାରିବେ। ଏବେ ଆମେ କେବଳ ସିଆଇଏଫ୍ରୁ ଋଣ ନେବୁ। ଋଣ ନମ୍ବର ପୂର୍ବରୁ ପ୍ରଦାନ କରାଯାଇଥିବା ପରିମାଣ। ବାକି ଋଣ ଅନୁରୋଧ ଏଠାରେ ଦୃଶ୍ୟମାନ ହେଉଛି। ଆଜି ଋଣ ପ୍ରଦାନ କରାଯାଇଛି। ଆମେ 5000 ଟଙ୍କା ପ୍ରଦାନ କରୁଛୁ। ଦେୟ ପଦ୍ଧତି ନଗଦ କିମ୍ବା ବ୍ୟାଙ୍କ ହେବ। ତୁମେ ଚୟନ କରିବ। ଆମେ ଏହା ବ୍ୟାଙ୍କରେ କରିବୁ। ବ୍ୟାଙ୍କ ଚୟନ କରିବୁ। ଦିଆଯାଇଥିବା ଚେକ୍ ନମ୍ବର ପ୍ରବେଶ କରିବୁ। ସାକ୍ଷାତ ତାରିଖ ଦେୟ ଦିଆଯାଇଛି। ଏକ ବୈଠକ ତାରିଖ ରହିବ। ସୁଧ ହାର। ଯଦି ଆପଣଙ୍କ ପାଖରେ କମ୍ କିମ୍ବା ଅଧିକ ସ୍ଥାନ ଅଛି, ତେବେ ଆପଣ ଆଇଟ୍ କରିପାରିବେ। ଋଣ ଅବଧି। ଆମେ 20 ମାସ ପାଇଁ 50,000 ଦେଉଛୁ। ଋଣ ପରିଶୋଧର ଆବୃତ୍ତି ମାସିକ ହେବ। କିସ୍ତି ପରିମାଣ। ସ୍ଥଗିତ ଅବଧି। ଆମେ କିଛି ପ୍ରବେଶ କରୁନାହୁଁ। ମୁଁ ନିଶ୍ଚିତ କରିବି। ଆମେ ହଁ ଉପରେ କ୍ଲିକ୍ କରିବା ମାତ୍ରେ ଆମର ଋଣ ଯୋଡ଼ା ହୋଇଯିବ। ଆପଣ ଏଠାରେ ଇଏମ୍ଆଇ ଦେଖିପାରିବେ। ଡାଉନଲୋଡ୍ କରି ସୂଚୀ ସେୟାର କରାଯାଇପାରିବ। ମୁଁ ଏହାକୁ ସଞ୍ଚୟ କରିଛି। ଏହିପରି ଭାବରେ ଆପଣ ଏକ ଋଣ ଅନୁରୋଧ ସୃଷ୍ଟି କରିପାରିବେ ଏବଂ ଏହାକୁ ବଣ୍ଟନ କରିପାରିବେ। କୌଣସି ଭୁଲ ହେଲେ ଆପଣ ଏହାକୁ ଡିଲିଟ୍ ମଧ୍ୟ କରିପାରିବେ। ଧନ୍ୟବାଦ।